ଅଧିନାୟକ ରୋହିତ ଶର୍ମାଙ୍କ ଜାଲରେ ଫସିଗଲା ବାଂଲାଦେଶ ଦଳ। ପଞ୍ଚମ ଦିନ ଖେଳରେ ଭାରତ ଜିତିବ ଅନ୍ତିମ ଟେଷ୍ଟ। କ'ଣ ପାଇଁ ନା 146 ରନ୍ରେ ବାଂଲାଦେଶକୁ ଅଲଆଉଟ୍ କରିଦେଇଛି ଭାରତ। ବାଂଲାଦେଶ ମାତ୍ର 94 ରନ୍ର লিଡ୍ ପାଇଲା ସେକେଣ୍ଡ ଇନିଂସରେ। ଭାରତକୁ ମାତ୍ର 95 ରନ୍ ଦରକାର ଦ୍ୱିତୀୟ ଟେଷ୍ଟ ଜିତିବା ପାଇଁ। ଭାରତ ଏହାରି ସହିତ 2-0ରେ କ୍ଲିନ୍ ସୁଇପ୍ କରିବ ବାଂଲାଦେଶକୁ ଚଳିତ ଟେଷ୍ଟ ସିରିଜ୍ରେ। ପଞ୍ଚମ ଦିନ ଖେଳ ଆରମ୍ଭରୁ ବାଂଲାଦେଶର 2ଟା ୱିକେଟ୍ ହିଁ ଯାଇଥିଲା, କିନ୍ତୁ ରୋହିତ ଶର୍ମା ସେଟ୍ କରିଥିଲେ ଆଟାକିଂ ଫିଲ୍ଡ ମମିନୁଲ ହକ୍ ପାଇଁ। ମମିନୁଲ ହକ୍ ଯେ ପ୍ରଥମ ଇନିଂସରେ ଶତକ ଲଗାଇଥିଲେ, ଯିଏକି ରିଭର୍ସ ସଟ୍ ଖେଳିବା ପାଇଁ ପସନ୍ଦ କରନ୍ତି। ଲେଗ୍ ସ୍ଲିପ୍ରେ ଫିଲ୍ଡର ରଖାଇଥିଲା ମମିନୁଲ ହକ୍ ପାଇଁ। ପୁରା ଆଟାକିଂ ଫିଲ୍ଡ କରାହୋଇଥିଲା ଆଉ ଜାଲ ବିଛା ହେଇଥିଲା। ଏହି ପ୍ଲାନ୍ରେ ମମିନୁଲ ହକ୍ ଫସିଗଲେ। ରିଭର୍ସ ସଟ୍ ଖେଳିବାକୁ ଯାଇ ଲେଗ୍ ସ୍ଲିପ୍ରେ କ୍ୟାଚ୍ ଆଉଟ୍ ହେଲେ କେଏଲ୍ ରାହୁଲ ଦ୍ୱାରା। ବଲର ଥିଲେ ଆର୍ ଅଶ୍ୱିନୀ। 90 ରନ୍ରେ ବାଂଲାଦେଶର 3ଟା ୱିକେଟ୍ ଯାଇଥିଲା। ତାପରେ ରୋହିତ ଶର୍ମା ଦେଲେ ରବୀନ୍ଦ୍ର ଜାଡେଜାକୁ ବଲ୍, ଯିଏକି ଚଳିତ ଟେଷ୍ଟରେ ନିଜର 300 ଟେଷ୍ଟ ୱିକେଟ୍ ସମ୍ପୂର୍ଣ୍ଣ କରିଥିଲେ। ଜାଡେଜା ନିରାଶ ନ କରି ଲଗାତାର 3ଟା ୱିକେଟ୍ ଉଡ଼େଇଦେଲେ ବାଂଲାଦେଶର। 91ରେ 3ଟା ୱିକେଟ୍ ଯାଇଥିଲା ବାଂଲାଦେଶର, କିନ୍ତୁ 94 ରନ୍ ଭିତରେ ବାଂଲାଦେଶର 7ଟା ୱିକେଟ୍ ପଳେଇଲା ଜାଡେଜାଙ୍କ ଭୟଙ୍କର ବୋଲିଂ ପାଇଁ। ଲିଟନ ଦାସକୁ ମାତ୍ର 1 ରନ୍ରେ ଆଉଟ୍ କଲେ ଜାଡେଜା। ସାକିବୁଲ ହାସାନକୁ 0 ରନ୍ରେ ଆଉଟ୍ କରିଲେ। ବାଂଲାଦେଶ ଭାବିନଥିଲା ଏମିତି ଆଟାକିଂ ଫିଲ୍ଡ ସେଟ୍ ଆଉ ବୋଲିଂ କରିବ ଭାରତ। ଘାତକ ସାବ୍ୟସ୍ତ ହେଉଥିବା ସାଦମାନ ଇସଲାମକୁ ଆକାଶଦୀପ ବୋଲିଂ କରି ଆଉଟ୍ କରିଲେ। ୟଶସ୍ୱୀ ଜୟସୱାଲ ୟାଙ୍କ କ୍ୟାଚ୍ ଧରିଲେ ସ୍ଲିପ୍ରେ ଉଡ଼ି ଉଡ଼ି। ସାଦମାନ ଇସଲାମ ଅର୍ଦ୍ଧଶତକ କରିସାରିଥିଲେ। ତାପରେ ତ ଜସପ୍ରୀତ ବୁମରା ଆସିକି ବାକି 3 ୱିକେଟ୍ ଉଡ଼େଇଦେଲେ। ବାଂଲାଦେଶ 146 ରନ୍ରେ ଅଲଆଉଟ୍ ହୋଇଗଲା। ଭାରତଠାରୁ ମାତ୍ର 94 ରନ୍ର ଲିଡ୍ ପାଇଲା ବାଂଲାଦେଶ। ଏ ଭାରତ 95 ରନ୍ କରି ମ୍ୟାଚ୍ ଜିତିବାକୁ ଯାଉଛି। ଆପଣମାନେ ମଧ୍ୟ ନିଜ ମନ୍ତବ୍ୟ କମେଣ୍ଟ ଦେଇ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସମସ୍ତ କ୍ରିକେଟ୍ ଅପଡେଟ୍ସ ପାଇଁ। ଧନ୍ୟବାଦ।